জ্যোৎস্না ম্যাডাম এডিটରେ ବ୍ୟସ୍ତ। ଜ୍ୟୋତ୍ସ୍ନା ମ୍ୟାଡ଼ାମ୍ ଏଡ଼ିଟ୍ କରୁଛ? ଓହୋ କି ହସ, କର୍ମରେ ବ୍ୟସ୍ତ ନାହିଁ? କେଉଁ କହୁଛ? ତ ମୁହଁକୁ ଲାଇଟ୍ଟା ଭଲ ପଡ଼ୁଛି। ଏ ମନିଟର ଲାଇଟ୍ ନା କ'ଣ? ଅନ୍ଧାରରେ ବସିକି ଲାଇଟ୍ ଭଲ ଲାଗୁଛି ଏଠି। ମୁହଁରେ ହିଁ ଲାଇଟ୍ ଅଛି। କ'ଣ କହୁଛ କହୁନ? କ'ଣ କହୁଛ କହୁନ? କହୁଛି ଚା ଏଇଆ ପିଇବ କି କି? ଚାହା ଆଉ ଚାହା ତ ଦରକାର ପଡ଼ିଲାଣି, ସନ୍ଧ୍ୟା ହେଇଗଲାଣି ନା। ଆଉ କହୁଛି ଏଇଆ କି ମୁଁ କିଛି କୋଶ୍ଚିନ୍ ଆଣିଛି, ଉତ୍ତର ଦେଇଦିଅ, ଟିକେ ରେକର୍ଡ଼ଟେ କରିଦେଇଛି। କରିଦେଇଛ? ହଉ ପଚାର ଆଉ। ପଚାରିବି? ମୁଁ ଏଇଠି ରହିଲେ ତମ ଫେସ୍ ବି ଟିକେ ଦେଖିବା ସାମ୍ନାରୁ, ଏଇ ସାଇଡ଼୍ ହେଇଯାଉଛି। ଖାତାରେ ଲେଖିକି ଆଣିଛି ଆଜି କୋଶ୍ଚିନ୍। ପଢ଼େ ଆଗ କୋଶ୍ଚିନ୍। ଫୁଲ ସେ ଫୁଟେ ରାତି ଅଧରେ, ବାସୁଥାଏ ସେ ଭାରି, ରାତି ସହିତ ନାମ ତା ଯୋଡ଼ା, ପ୍ରେମୀ ଯୁଗଳଙ୍କ ପ୍ରିୟ ସେ ଭାରି। କହିଲ ସେ ଫୁଲର ନାମ। ତମେ ଯେମିତି ଦୁଃଖୀଙ୍କ ଭଳିଆ ଅନଉଛ, ତମର ଗୋଟେ କୋଟି ଟଙ୍କା କିଏ ନେଇଯାଇଛି। ଆରେ ନାଇଁ, ତମେ ଯୋଉ କହିଲ କ'ଣ ରାତି ଅଧିଆ ପ୍ରେମୀ ଯୁଗଳଙ୍କର ବାସ୍ନା ହୁଏ। ଫୁଲ ସେ ଫୁଟେ ରାତି ଅଧରେ, ବାସୁଥାଏ ସେ ଭାରି, ରାତି ସହିତ ନାମ ତା ଯୋଡ଼ା, ପ୍ରେମୀ ଯୁଗଳଙ୍କ ପ୍ରିୟ ସେ ଭାରି। ଗୋଲାପ ଫୁଲ। ଗୋଲାପ ଫୁଲ ରଙ୍ଗ ଆନ୍ସର। ରଜନୀଗନ୍ଧା। ଠିକ୍ ଆନ୍ସର। ମୁଁ ତ ରଜନୀଗନ୍ଧା କହିଥାନ୍ତି। ରଜନୀଗନ୍ଧା କୋଉ ପ୍ରେମୀ ଯୁଗଳ ୟୁଜ୍ କରନ୍ତି ନା ଗୋଲାପ ଫୁଲ ୟୁଜ୍ କରନ୍ତି? ମାନେ କହିବି ରଜନୀଗନ୍ଧା କୋଉଠି ନ ୟୁଜ୍ ହୁଏ କହିଲ? ବାହାଘରକୁ ଯିବ, ରଜନୀଗନ୍ଧା ଗାଡ଼ିରେ ଟଙ୍ଗା ହବ। ସେଇଟା ବାହାଘର, ତମେ କ'ଣ କହିଲ ପ୍ରେମୀ ଯୁଗଳ? ହଁ, ଅଲଗା ଟାଇମ୍ରେ ବି ରଜନୀଗନ୍ଧା ୟୁଜ୍ କରନ୍ତି, ଘର ମହକି ଉଠିବ। ଆଉ ବାହା ହେଲା ବେଳେ ତ ଗଜରା ବି ଲଗାନ୍ତି ରଜନୀଗନ୍ଧା। ତ ଆଉ ଯୁଗଳଙ୍କର ଏଇଟା ପସନ୍ଦ। ଜମା ଭୁଲ ହବନି। ମୁଁ ରଜନୀଗନ୍ଧା ଜାଣିଥିଲି, କିନ୍ତୁ ତମେ ପ୍ରେମୀ ଯୁଗଳ କହିଲେ ସେଟା ମାନେ ଗୋଲାପ ଫୁଲ ଦେଇକି ତାଙ୍କୁ। ଆଉ ତାର ଆଉ ଗୋଟେ ଦେଇଛି ରାତି ସହିତ ନାମ ତା ଯୋଡ଼ା। ରାତି ସହିତ ନାମ ତା ଯୋଡ଼ା, ରଜନୀ ରାତି। ଗୋଟେ ହଁ ଯଦି ହଉ। ଭୁଲ କହିଲି, ଆଉ ତ ଠିକ୍ ଅଛି ନା, ଗୋଟେ ନାଁ ତ ଯୋଡ଼ା ହେଇଛି। ଓକେ ଓକେ କୁହ। ଯେତେବେଳେ ଦେଖିବେ ଖାଲି ଫାଇଟ୍ କରିବା ପାଇଁ ରେଡ଼ି। ହଉ, ସେକେଣ୍ଡ କୋଶ୍ଚିନ୍। ଆଉ ଟିକେ ମୁଣ୍ଡ ଫଟିବାର ଥିଲା ଆଉ। ପତ୍ରରେ ତାର ଔଷଧ ଥାଏ, ଦେହରେ ଥାଏ ଔଷଧୀୟ ଗୁଣ, ଫଳରେ ଥାଏ ରୋଗ ପ୍ରତିରୋଧକ ଶକ୍ତି, କିଏ ସେ ତା ନାମ ଜାଣ। ଆରେ ବାଃ, ବଢ଼ିଆ ଲେଖିଛି ନା। ପତ୍ରରେ ତାର ଔଷଧ ଥାଏ, ଦେହରେ ଥାଏ ଔଷଧୀୟ ଗୁଣ, ଫଳରେ ଥାଏ ତାର ରୋଗ ପ୍ରତିରୋଧକ ଶକ୍ତି, କିଏ ସେ ତା ନାମ ଜାଣ। ସେମିତି କିଛି ଜିନିଷ ଅଛି? କହିବ ସେ ଗଛଟିର ନାମ। ଏମିତି ସତରେ କିଛି ଅଛି? ମୋର ତ କେମିତି ମନେ ପଡୁନି। ଏମିତିଆ ଗଛ ଅଛି? କ'ଣ? ଆନ୍ସର ମୁଁ ଦେବି ନା ତମେ ନା ଦେବ? ନା ନା, ରୁହ ରୁହ ରୁହ। ମୁଁ ଯଦି ହିଣ୍ଟସ୍ ଦେବି, ଦେଇପାରିବ? ହିଣ୍ଟସ୍ କହିଲ ଟିକେ। ତା ପତ୍ର ପିତା ଲାଗେ। ପିତା ଲାଗେ? କଲରା? ଲିମ୍ବ ଗଛ। ଓ, ଲିମ୍ବ ଗଛ। ଔଷଧୀୟ ଗୁଣ। ଲିମ୍ବ ପତ୍ର ଔଷଧୀୟ ଗୁଣ ନାହିଁ? ଲିମ୍ବ ପତ୍ରରେ କେତେ ପ୍ରକାର ଔଷଧ ବନେ ଜାଣିଛ? ତାର ଆଜି ଦିଟା କୋଶ୍ଚିନ୍ ଗଲା ରାମା। ଆଜି ମାର୍କେଟ ଟାଇମ୍। ହଉ, ନେକ୍ସଟ କୋଶ୍ଚିନ୍। ଓଡ଼ିଆଙ୍କ ଗୌରବ ସେ ମନ୍ଦିରଟି, ଓଡ଼ିଆଙ୍କ ଗୌରବ ସେ ମନ୍ଦିରଟି, ନାହିଁ ତାର ଆଉ ମୁଣ୍ଡ, ତଥାପି ତାର ଖ୍ୟାତି କମି ନାହିଁ, ଉଡ଼ି ନାହିଁ ତାର ରଙ୍ଗ। କୋଣାର୍କ ମନ୍ଦିର। ଠିକ୍ ଉତ୍ତର। ଏଇଟା ଧାଇଁକିନା ଧରିଦେଲ ନାଇଁ?
ଫଳ ସେ ଅଟେ ଭାରି ମିଠା, ଦେହ ତାର ଭାରି କଣ୍ଟା, କଞ୍ଚାରେ ସେ ଫଳ ତରକାରୀ ହୁଏ, ପାଚିଗଲେ ହୁଏ ମିଠା। କଞ୍ଚାରେ ତରକାରୀ ବି ଫଳ ସେ ଅଟେ ଭାରି ମିଠା, ଦେହ ଯାକ ତାର କଣ୍ଟା, ପାଚିଗଲେ। ପଣସ। ହଁ ମୋ କୋଶ୍ଚିନ୍ ଏ ପର୍ଯ୍ୟନ୍ତ ଠିକ୍ ସେ କହିନି। ହଉ ଆଉ କେତେଟା ହେଲା? 4ଟା ଦିଟା ହେଲା। 4ଟା ହେଲା। ଆଉ ଗୋଟିଏ କୋଶ୍ଚିନ୍, ଆଉ ସେତିକି ତ? ଆଉ ଗୋଟିଏ ଅଛି। ହଁ ପଚାର। ଏଇଟା ଟିକେ ଭଗବାନ କାଢ଼ିକି ଯିବା ଆସ। ହଉ ପଚାରିବି। ପଚାରୁନ। ଶ୍ରୀମନ୍ଦିର ଚାରିପଟେ ମେଘନାଦ ପାଚେରୀ ଅଛି। ମୁଁ ପାଚେରୀ ନାଁଟା କହିଦେଲି, ଛାଡ଼ ମୁଁ ପାଚେରୀ ନାଁ ପଚାରିଥାନ୍ତି, କହିଦେଲି ମେଘନାଦ ପାଚେରୀ ଅଛି। ମୁଁ ବି କହିପାରିବ? ଜାଣିଛି ମେଘନାଦ ପାଚେରୀ। ଶ୍ରୀମନ୍ଦିର ଚାରିପଟେ ମେଘନାଦ ପାଚେରୀ ଅଛି। କହୁନ। ସେ ପାଚେରୀକୁ ଲାଗିକି କେତେଟା ଦୁଆର ଅଛି? ମେଘନାଦ ପାଚେରୀକୁ ଲାଗିକି ଶ୍ରୀମନ୍ଦିରକୁ କେତେଟା ଦୁଆର ଅଛି? 3ଟା। ଭୁଲ। ଭୁଲ। ମୁଁ ତ ଭଲସେ ଲକ୍ଷ୍ୟ କରିନି। 3ଟା ନା ନାଇଁ? ଭୁଲ। ତାହେଲେ କହିଦିଅ ତମେ, ଆଉ ଏତେ କଥା କାହିଁକି? ତମେ କହିଦିଅ କେତେଟା? ଆଉ ଢାବା ବାଡେଇକି କହିଲେ ତ କୋଉଠି ନା କୋଉଠି ବାଜିଯିବ, କାହିଁ ସେମିତି କହିକି ଆଗ ପଟେ ଗୋଟେ, ପଛ ପଟେ ଗୋଟେ, ଡାହାଣ ପଟେ ଗୋଟେ, ବାଁ ପଟେ ଗୋଟେ। 4ଟା। ଚାରି ଦୁଆର ନୁହଁ ଶ୍ରୀମନ୍ଦିର। ଆରେ 4 ଦ୍ୱାର ତ ମୁଁ ଜାଣିଛି, କିନ୍ତୁ ତମେ କହିଲ ମେଘନାଦ ପାଚେରୀ କି ଲାଗିକି। ହଁ ତ ସବୁତକ ଦୁଆର ମେଘନାଦ ପାଚେରୀକି ଲାଗିଛି। ପୁରା। ହଁ ମେଘନାଦ ପାଚେରୀ ଚାରିପଟେ ବୁଲିକି ଅଛି ନା। ଓହୋ। ଗୋଟେ ହେଉଛି ପୂର୍ବ ଦ୍ୱାର, ପଶ୍ଚିମ ଦ୍ୱାର, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର। ପୂର୍ବ ଦ୍ୱାର ଯେଉଁଟା ମୁଖ୍ୟ ଦ୍ୱାର, ତାକୁ କହନ୍ତି ସିଂହ ଦ୍ୱାର। ଓକେ, ଆଜି 5ଟା କୋଶ୍ଚିନ୍ ଗୋଟିଏ ଠିକ୍ କହିଲ। ଦିଟା ଆଉ ବାକି ସବୁ ଭୁଲ କହିଲ। ଆମେ ଆସୁଛୁ। ଦର୍ଶକମାନେ କମେଣ୍ଟରେ କହିବେ। ନମସ୍ତେ, କାହିଁ ମୁଁ ତ ଆନ୍ସର କହିଦେଇଛି। ନମସ୍ତେ, ଭଲରେ ଥାଆନ୍ତୁ ସମସ୍ତେ।